ଯେତେବେଳେ ଆମକୁ ଜଣେ ଛାଡ଼ିକି ଚାଲିଯାଏ ସେଇଟା ବିଶେଷ କଷ୍ଟଦାୟକ ହୁଏ। ଆମର ମନେ ପଡ଼େ ସେ ପୁରୁଣା ସ୍ମୃତି ସବୁ, କେମିତି ଆମେ ଏକାଠି ଖାଉଥିଲୁ, କେମିତି ଆମେ ଏକାଠି କଥା ହେଉଥିଲୁ, କେତେ ସୁନ୍ଦର ସୁନ୍ଦର ଭାବ ବିନିମୟ ଆମେ କରୁଥିଲୁ, କେତେ ସୁନ୍ଦର ଆମେ ମେସେଜ୍ କରୁଥିଲୁ, ଆମେ ଏଠିକି ବୁଲିବାକୁ ଯାଇଥିଲୁ। କିନ୍ତୁ ଆମର ଯେଉଁ ଅତୀତର ଯେଉଁ କାର୍ଯ୍ୟକଳାପ, ଯେଉଁ ବ୍ୟବହାର, ତାହା ଫଳରେ ହିଁ ଜଣେ ଆମକୁ ଛାଡ଼ିକି ଚାଲିଯାଇଛି। ତେଣୁ ଆମକୁ ନିଜକୁ ନୂଆ କରି ଗଢ଼ି ତୋଳିବାକୁ ପଡ଼ିବ। ଆଉ ଏଇଟା ହେଉଛି ଆମ ଧୈର୍ଯ୍ୟ, ଆଉ ଆମର ଆମେ କେତେ ଦୃଢ଼ ମନ, ତାର ମାନେ ପରୀକ୍ଷା ଏଇଟା ଗୋଟେ। ତେଣୁ ଆମେ ନିଜକୁ ଆହୁରି ଭଲ କରି ଗଢ଼ି ତୋଳିବା, ନିଜର ଯେଉଁ ଉନ୍ନତି ପାଇଁ, ନିଜର ଭବିଷ୍ୟତ ପାଇଁ ନିଜକୁ ଆହୁରି ଦୃଢ଼ କରି ଗଢ଼ି ତୋଳିବା। ଯେଉଁଟାକି ସେ ସାମ୍ନା ବ୍ୟକ୍ତି ଯିଏ ଆମକୁ ଛାଡ଼ିକି ଚାଲି ଯାଇଛନ୍ତି, ସେଇଟା ସିଏ ଦେଖିକି ସିଏ ବି ଆଶ୍ଚର୍ଯ୍ୟ ହେବା, ଆରେ ଇଏ ଲୋକ ତ ମୋତେ, ବା ଏ ବ୍ୟକ୍ତି ତ, ବା ଏ ପିଲା ତ ମୋତେ ସବୁବେଳେ ଗୋଡ଼େଇଲା ଭଳିଆ ହେଉଥିଲା, ଏବେ କ'ଣ ନିଜ କାମ ପାଇଁ ଏତେ ଗୁରୁତ୍ୱ ଦେଉଛି। ସେଇଟା ତାଙ୍କୁ ବି ବହୁତ ଆଗ୍ରହ ସୃଷ୍ଟି କରିବ ଯେ ଯେଉଁ ପିଲା ମୋତେ ଏତେ ଗୋଡ଼ଉଥିଲା, ଏତେ ଡାକି ହେଉଥିଲା, ଏତେ ଫୋନ୍, ଏତେ ମେସେଜ୍ କରୁଥିଲା, ସିଏ ତ ମୋତେ ଆଉ ଡାକୁନି, ମୋତେ ତ ଆଉ ଗୋଡ଼ଉନି, ମୋତେ ତ ଆଉ କିଛି ବି ମେସେଜ୍ କରୁନି। ଆଉ ଏଇଟା ହିଁ ଆମର ଧୈର୍ଯ୍ୟର ପରିଚୟ, ଯେ ଆମେ କେତେ ନିଜ ଉପରେ ସଂଯମତା ରକ୍ଷା କରିକି ଆମ ନିଜର କାର୍ଯ୍ୟ, ଆମ ନିଜର ଭବିଷ୍ୟତ, ଆମର ନିଜର ଲକ୍ଷ୍ୟ ପଥରେ କେତେ ଆମେ ଆଗେଇବା ପାଇଁ ଦୃଢ଼ ମନ କରିକି ଆମେ ସେଇଭଳିଆ କାର୍ଯ୍ୟ କରୁଛେ। ଯଦି ଆମେ ପୁଣି ସେମିତି ଗୋଡ଼େଇଲା ଭଳିଆ ହେବା, ତାହେଲେ ତା ଯେଉଁ ମାନେ କ'ଣ, ତା ମନ ଭିତରେ ବା ତା ସବକନସିୟସ୍ ମାଇଣ୍ଡରେ, ତା ମନ ଭିତରେ ଯେଉଁଟା ସେ ଭାବୁଥିଲା ଯେ ପିଲାଟାର କିଛି ନିଜର କିଛି କାମ ନାହିଁ, କେବଳ ଗୋଡ଼େଇବା ହିଁ ଆର ଏକମାତ୍ର କାମ, ସେଇଟା ଆହୁରି ଦୃଢ଼ୀଭୂତ ହେବ ସେ ଚିନ୍ତାଧାରାଟା। କିନ୍ତୁ ଯଦି ଆମେ ଆମ ନିଜକୁ ସଂଯମ କରିକି ନିଜର କର୍ତ୍ତବ୍ୟ ପଥରେ ଆଗେଇ ଚାଲିବା, ତାହେଲେ ସେ ବ୍ୟକ୍ତି ମଧ୍ୟ ନ କହିପାରିଲେ ବି ନିଜ ମନ ଭିତରେ ଅନୁଭବ କରିପାରିବ ଯେ ଏ ବ୍ୟକ୍ତି ବଦଳି ସାରିଛି, ଇଏ ଗୋଟେ ନୂଆ ବ୍ୟକ୍ତି ହୋଇସାରିଛି। ଆଉ ଏଇଟା ହେଉଛି ଆମ ଧୈର୍ଯ୍ୟର, ଆମ ସଂଯମତାର ପରୀକ୍ଷା। ଆଉ ଯଦି ତାପରେ ବି ସେ ଆମକୁ ମେସେଜ୍ କରିବା ପାଇଁ ଚେଷ୍ଟା କରେ, ବା କୌଣସି ଜିନିଷ ଗୋଟେ ଲାଇକ୍ କରେ ଆମର ଫେସବୁକ୍ରେ, ବା କୌଣସି ଇନଷ୍ଟାଗ୍ରାମରେ, ବା କୌଣସି ଜିନିଷ, ଆମେ ପୁଣି ବିକଳ ହେଇକି ପୁଣି ଧାଇଁ ଯାଇକି ହଁ ହଁ ତମେ କାହିଁକି ଏତେ ଦିନ ଧରିକି ମେସେଜ୍ କରୁନଥିଲ, କାହିଁକି ଏତେ ଦିନ ଧରି ଲାଇକ୍ କରୁନଥିଲ, ଏଭଳିଆ ବ୍ୟାକୁଳତା ପୁଣି ଦେଖାଇବା ଉଚିତ ନୁହେଁ। ଆମେ ନିଜକୁ ଯେଉଁ ନୂଆ, ଆମର ଯେଉଁ ନୂଆ ରୂପକୁ ସେ ଭଲ ପାଇଛି, ଆମେ ସେ ନୂଆ ରୂପକୁ ଆଗେଇ ନେବା ଦରକାର। ଆଉ ଆମେ ସେ ପୁରୁଣା, ସେଇ ଯେଉଁ ପୁରୁଣା ବ୍ୟକ୍ତି ଆମକୁ ଯିଏ ଛାଡ଼ିକି ପଳେଇଥିଲା ଅଧା ବାଟରେ, ଆମେ ତାଠାରୁ ନିଜର ଦୃଷ୍ଟିକୁ ହଟେଇ ନିଜର ଲକ୍ଷ୍ୟ ପଥରେ ଆଗେଇବାକୁ ଚେଷ୍ଟା କରିବା, ଯାହାଫଳରେ ଆମକୁ ନୂଆ ବ୍ୟକ୍ତି ଭେଟିବା। ଆମେ ସେ ପୁରୁଣା ବ୍ୟକ୍ତିକୁ, ଯିଏ ଆମକୁ ଛାଡ଼ିକି ପଳେଇଥିଲା, ଆମେ ତାଙ୍କୁ ଗ୍ରହଣ କରିବା କି ନାହିଁ ସେଇଟା ତ ପରର କଥା, କିନ୍ତୁ ସେଇଟା ସାଙ୍ଗେ ସାଙ୍ଗେ ଆମେ ଜମା ଗୁରୁତ୍ୱ ଦେବା ଉଚିତ ନୁହେଁ। ସେଇଟା ବହୁତ ସମୟ ନେବା ଦରକାର ଆମେ ଯେ ସେ ବ୍ୟକ୍ତିକୁ ପରୀକ୍ଷା କରିବା ପାଇଁ। ମୁଁ ଆଶା କରୁଛି ଆପଣମାନେ ବୁଝିପାରିଥିବେ।